Hello, hi, welcome to Session. ଆଜି ଆମେ ଆଲୋଚନା କରିବା ହିଷ୍ଟ୍ରିର କିଛି ରିଅଲ୍ କୋଶ୍ଚିନ୍ ହିଷ୍ଟ୍ରିର ହେଲା। ଏକ ନମ୍ବର 1882 ମସିହାରେ ଜର୍ମାନୀ ଅଷ୍ଟ୍ରେଲିଆ ରାଜିନାମା କେଉଁ ଦେଶ ସହିତ ଫଳ ତ୍ରିଶକ୍ତି ମେଣ୍ଟ ହୋଇଥିଲା? ହେଲା ଇଟାଲୀ। ନେକ୍ସଟ କୋଶ୍ଚିନ୍, ରୁଷରେ ଅକ୍ଟୋବର ବିପ୍ଳବ ବର୍ଣ୍ଣଧାରା କିଏ ଥିଲେ? କିଏ? ଷ୍ଟେଲିନ୍। କେବଳରେ ରୁଷିଆ ୟୁନିୟନ ଅଫ୍ ସୋଭିଏତ ସୋସିଆଲ ରିପବ୍ଲିକ୍ କୁହାଯାଏ କାହାକୁ ଗଲେ? 1924। କିଏ ପ୍ୟାରିସ ସମ୍ମିଳନୀ ଜାତିସଂଘ ଗଠନ ପାଇଁ ପ୍ରୟାସ କରିଥିଲେ? ଇଡ୍ରୋ ୱିଲିୟମ୍ସ। ହିଟଲର କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ? କେଉଁ ଦେଶରେ? ଅଷ୍ଟ୍ରେଲିଆ। କେଉଁ ଦେଶରେ ଯୁକ୍ତରାଷ୍ଟ୍ର ଆମେରିକା ପାରାଭାର ଉପରେ ଆକ୍ରମଣ କରିଥିଲା? ଜାପାନ। 1949 ମସିହାରେ ଚୀନରେ କିଏ ଲୋକତନ୍ତ୍ର ଗଠନ କରିଥିଲେ? ମାଓ ସେ-ଅପ୍। କେଉଁ ଦେଶରେ 1917 ମସିହାରେ କୃଷକ ସମ୍ମିଳନୀ ଆନ୍ଦୋଳନ ସମିତ ହୋଇଥିଲା? ରୁଷିଆରେ। କିଏ 1985 ମସିହାରେ ସୋଭିଏତ ପଲିଟବ୍ୟୁରୋ ସାଧାରଣ ସମ୍ପାଦକ ଥିଲେ? ମିଖାଇଲ ଗୋର୍ବାଚେଭ୍। ନେକ୍ସଟ କ୍ୱେଶ୍ଚନ୍, ଗୋଟେ ନିରପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ବେଲାଗ୍ରେଡ୍। ନେକ୍ସଟ କ୍ୱେଶ୍ଚନ୍, କେବେ କାଭାନ ସମ୍ମିଳନୀ ସଂଗଠିତ ହେଲା? କେଉଁ ମସିହାରେ ହେଲା? କେବେ? 2006। ଷ୍ଟାଲିନଙ୍କ ମୃତ୍ୟୁ ପରେ କିଏ ସୋଭିଏତ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ? ହେଲା 4ଟି ଅପସନ୍ ଦେଖିଦିଅ। ଅପସନ୍ ନିକିତା କୁଣ୍ଡେଭ। ଅପସନ୍ ଏ। ନେକ୍ସଟ କ୍ୱେଶ୍ଚନ୍, ଭାରତ ପ୍ରାୟ କେତୋଟି ମାତୃଭାଷା ଥିବାର ଜଣାଯାଏ? କେତୋଟି? 1632ଟି। 52ଟି। କେଉଁ ଭାଷା ଭାରତ ସର୍ବପୁରାତନ ଭାଷା ଭାବେ ପରିଚିତ? ହେଲା ପ୍ରାକୃତ। 100% ରିଏଲ୍। ଯିଏ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମୁଁ ରିଏଲ୍ କୋଶ୍ଚିନ୍ ତୁମମାନଙ୍କୁ ଯୋଗାଇ ଦେଉଛି, ଯାହାକି ମୋତେ ଟିକେ କଷ୍ଟ ହେଲେ ମଧ୍ୟ ତୁମ ପାଇଁ ମୁଁ ଆଣିବାକୁ ବାଧ୍ୟ ହେବାକୁ ପଡ଼ୁଛି। ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ ନେକ୍ସଟ କୋଶ୍ଚିନ୍, ହେଲା ଗୁପ୍ତ ଯୁଗର କ'ଣ ପରିବାରର ସବୁଠାରୁ ଅଧିକ ମୂଲ୍ୟବାନ ସମ୍ପତ୍ତି ରୂପେ ପରିଗଣିତ ହେଉଥିଲା? କ'ଣ? ଘୋଡ଼ା, ଚାଷ ଜମି, ଭୂ ସମ୍ପଦ। କ'ଣ ନା ଚାଷ ଜମି। କେଉଁଠାରେ ରାମେଶ୍ୱରମ ମନ୍ଦିର ଅବସ୍ଥିତ? ଧନୁପୁଷ୍ଟି, ମଥୁରା, ଏଲୋରା, ମାଉଣ୍ଟ ଆବୁ। ପୁରା ମଧୁରା। ନେକ୍ସଟ କ୍ୱେଶ୍ଚନ୍, ଲାବଣ୍ୟବତୀର ରଚୟିତା କିଏ? କିଏ? ଉପେନ୍ଦ୍ର ଭଞ୍ଜ। ତାପରେ ସମ୍ବିଧାନ କେଉଁ ଭାଗରେ ମୌଳିକ ଅଧିକାର ଗୁଡ଼ିକୁ ବର୍ଣ୍ଣନା କରାଯାଇଛି? ହେଲା ଦ୍ୱିତୀୟ ଭାଗ, ତୃତୀୟ ଭାଗ, ଚତୁର୍ଥ, ପଞ୍ଚମ ଭାଗ। କେଉଁ ଭାଗରେ? ନା ତୃତୀୟ ଭାଗ। ହେଲା 100% ସିଓର। 100% ସିଓର। ଯେ ସକ୍ସେସ୍ ଏଜୁକେସନ୍ ସେୟାର କରନ୍ତୁ, କମେଣ୍ଟ ଲାଇକ୍ ହେଲେ ମୁଁ ଆପଣଙ୍କର ସବୁ ରିଏଲ୍ କୋଶ୍ଚିନ୍ ଯୋଗାଇ ଦେବି, ଯାହାକି ତୁମର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ମଧ୍ୟ ଯୋଗାଇ ଦେବ। ନେକ୍ସଟ ପାର୍ଟରେ ଆମର ଯୋଗା ହେବ 25ରୁ 50 କୋଶ୍ଚିନ୍। ବୁଝିଲେ ପିଲାମାନେ? ନେକ୍ସଟ କୋଶ୍ଚିନ୍ କେବେ ଆସୁ ଦେଖ, ଭାରତ ନାଗରିକମାନଙ୍କର କେତୋଟି ମୌଳିକ କର୍ତ୍ତବ୍ୟ ରହିଛି? କେତୋଟି? 9, 10, 11, 12 କେତୋଟି?
କେତୋଟି କ୍ୱେଶ୍ଚନ୍ ରହିଛି? କିଏ କହିପାରିବ କେତୋଟି କ୍ୱେଶ୍ଚନ୍ ରହିଛି? କେତେ ନା 10ଟି। ନିମ୍ନଲିଖିତ କେଉଁଟି ଭାରତକୁ ଏକ ସାମ୍ୟବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବାକୁ ଉଦ୍ଦିଷ୍ଟ? ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ, ରାଷ୍ଟ୍ରନୀତି ନିର୍ମାଣ ନିର୍ଦ୍ଦେଶାବଳୀ, ସୂଚନା ଅଧିକାର। କିଏ? ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ। ନେକ୍ସଟ କ୍ୱେଶ୍ଚନ୍, ସୂଚନା ଅଧିକାର ଆଇନ ଭାରତବର୍ଷରେ କେବେ ଲାଗୁ ହେଲା? 2005। ହେଲା। କିଏ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ? ବୁଝିଲ, ବ୍ରାହ୍ମ ସମାଜ କିଏ ପ୍ରତିଷ୍ଠା କରିଥିଲେ? ମୋର ଯେ 100% ରିଏଲ୍ ଯେ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରୁନାହାନ୍ତି 1K ଲାଇକ୍ 1K ସେୟାର କରନ୍ତୁ, ସେୟାର ଆଣ୍ଡ କମେଣ୍ଟ କରନ୍ତୁ, ଆମେ ସବସ୍କ୍ରାଇବ୍ କରିଦେବୁ। କିଏ ବ୍ରହ୍ମ ସମାଜ ପ୍ରତିଷ୍ଠା କରିଥିଲେ? କିଏ? 4ଟି ଅପସନ୍ ଦେଖିଦ। ରାଜା ରାମମୋହନ ରାୟ। ଦେଖ, କେଉଁ ମସିହାରେ ଭାରତ ଦେଶରେ ଏକ ଜାତୀୟ ସଂହୀତ ପରିଷଦ ଗଠିତ ହୋଇଥିଲା? ହେଲା, କେଉଁ ମସିହାରେ ଭାରତ ଏକ ଜାତୀୟ ସଂହୀତ ପରିଷଦ ଗଠନ କରାଯାଇଥିଲା? କେତେ? 1961 ମସିହାରେ। ହେଲା, ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର। ଏହା କିଏ କହିଥିଲେ? କ'ଣ? ଆବ୍ରାହମ ଲିଙ୍କନ କହିଥିଲେ।